ଇମା କଣ କଣ ଦେଖୁନ ଏ ଘରେ ତ ଆଉ କିଛି ନାହିଁ। ଆଳୁକୁ 10 କିଲୋ ଆଣିକି ପଳାଇଛନ୍ତି। ଆଳୁକୁ ବସିକି ଖାଉଥା, ଆଳୁ ପୋଡା କରେ, ଆଳୁ ସିଝା କରେ, ଆଳୁ ସବୁ ଆଇଟମ କରିକି ଥୋଇଦେ, ସବୁ ସେଗୁଡା ଖାଇକି ଏଠିକି ଖାଇବେ। ନାଇଁ ଆଳୁରେ କୋଉଠି ଖାଇବ? ଆଳୁ ଖାଇଲେ ଡାଇବେଟିସ୍ ହବ। କହିବାକୁ ହେଲେ ଟିକେ ଦଉଛ। ଆଳୁରେ କେତେ ପ୍ରୋଟିନ ଅଛି ଜାଣିଛ? ମୂର୍ଖ, ପାଠ ପଢିଥିଲେ ସିନା ଦି ଅକ୍ଷର ଜାଣିଥାନ୍ତ। ଆଳୁ ଯଦି ଅଧିକ ଖାଇବ ଡାଇବେଟିସ୍ ହବ। ଡାଇବେଟିସ୍ ହେଟାକ କଣ ଆମେ ତ ଜାଣିନୁ, ଆମ ଖାନଦାନୀରେ ନାହିଁ। ଆପଣ ଅଧିକ ଆଳୁ ଖାଇବେନି, ନହେଲେ ଡାଇବେଟିସ୍ ହେଇଯିବ। ଭଲ କି ନାମ ନଉଥିବେ। ମୋ ଭଳିଆ ଏଇଠି ଯଦି ଆଳୁ ଆଣୁଛନ୍ତି, ମୋ ଭଳିଆ ଏଇଠି ଫୋପାଡ଼ି ଦିଅନ୍ତୁ ବାଲକୁନି, ନହେଲେ କାହାକୁ ଦେଇ ଦିଅନ୍ତୁ। କଣ ଏରା ମାହାଳି ଆସିନି, ପଇସା ଦିଆହେଇକି ଆଇଛି। କାହିଁକି ଏତେ ଉପରେ କାହିଁକି ଆଣିବ? ନେଇକି ସଜାଡିକି ରଖ, ସଜାଡିକି। ଏମା କୁଆଡେ 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 ଏମା କୁଆଡେ 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 ଏଇ ଇମା ଆଳୁ ଗୁରା ନେଇକି ଫୋପାଡ଼ି ଦେଉଛି। ତମ ଧର୍ମ ସଇଲାଣି, ତମ ମରିବା ଯୋଗ ଆସିଲାଣି କି? ଆଳୁ ଗୁଡା ଧର ଧର ଧର। ଆଳୁ ଭଲ ନାହିଁ। ଇମା ଇମା